ଖ୍ରୀଷ୍ଟ ଧର୍ମ ବୋଲି କିଛି ସେ ଫାଷ୍ଟ କହିଦେଲେ ନା, ତ ମୁଁ ତ ସେଇଟା ହିଁ କହୁଛି। ଆପଣ ଖ୍ରୀଷ୍ଟ ଧର୍ମ ବୋଲି କିଛି ନାହିଁ? ଖ୍ରୀଷ୍ଟ ଧର୍ମ ବୋଲି ସେମିତି କିଛି ନାହିଁ। ମୁଁ ଆଗରୁ ମଧ୍ୟ କହିଥିଲି ଆଉ ଏବେ ମଧ୍ୟ କହୁଛି, ଖ୍ରୀଷ୍ଟିଆନ ବୋଲି କୌଣସି ଧର୍ମ ନାହିଁ। ବର୍ତ୍ତମାନ ଓଡ଼ିଶାରେ ସନାତନୀ କର୍ମ ହିଁ ଧର୍ମ ମୁଭିକୁ ନେଇକି ହିନ୍ଦୁ ଆଉ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ କଣ୍ଟ୍ରୋଭର୍ସି ଚାଲିଛି। ଆଉ ସେଇ କଣ୍ଟ୍ରୋଭର୍ସିର ମୂଳ କାରଣ ହେଉଛି ଧର୍ମାନ୍ତୀକରଣ। ଖ୍ରୀଷ୍ଟିଆନ ଲୋକମାନେ କିପରି ହିନ୍ଦୁ ମାନଙ୍କର ମାଇଣ୍ଡ ୱାଶ କରି ସେମାନଙ୍କୁ ଖ୍ରୀଷ୍ଟିଆନରେ ପରିବର୍ତ୍ତନ କରୁଛନ୍ତି। ମୁଁ ଆଗରୁ ମଧ୍ୟ କହିଥିଲି ଆଉ ଏବେ ମଧ୍ୟ କହୁଛି, ଖ୍ରୀଷ୍ଟିଆନ ବୋଲି କୌଣସି ଧର୍ମ ନାହିଁ। ସନାତନୀ ମୁଭିକୁ ନେଇ ବହୁତ କଣ୍ଟ୍ରୋଭର୍ସି ହୋଇଥିଲା। ଆଉ ସେଇ କଣ୍ଟ୍ରୋଭର୍ସି ଭିତରେ ନ୍ୟୁଜ ରୁମରେ ଅତିଥି ସାଜିଥିଲେ ତପି ମିଶ୍ର, ଆଉ ତାଙ୍କ ସାଙ୍ଗରେ ଥିଲେ ଧ୍ରୁବାସା ଆଉ ଖ୍ରୀଷ୍ଟିଆନ ଧର୍ମର ଡକ୍ଟର ମୁରାରୀ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏ ଦୁଇ ଜଣ ପ୍ରଥମେ ହିନ୍ଦୁ ଥିଲେ, ତା ପରବର୍ତ୍ତୀ ସମୟରେ ଏ ଦୁଇ ଜଣ ଖ୍ରୀଷ୍ଟିଆନରେ ପରିବର୍ତ୍ତନ କରିଛନ୍ତି ନିଜ ଧର୍ମକୁ। ଖ୍ରୀଷ୍ଟିଆନ ଧର୍ମ ବୋଲି କିଛି ନାହିଁ। ଧର୍ମ ନାଁରେ ଧନ୍ଦା ଚାଲିଛି। ସମୟ ଥାଉ ଥାଉ ସୁଧରି ଯାଅ। ଯେଉଁ ନ୍ୟୁଜ ରୁମରେ ବିତର୍କ ସମୟରେ ଏମାନେ କହୁଛନ୍ତି ଖ୍ରୀଷ୍ଟିଆନ ବୋଲି କିଛି ଧର୍ମ ନାହିଁ, ସେଠି ପୁଣି ଏମାନେ କ'ଣ ପାଇଁ ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଛନ୍ତି? ଏ କ୍ୱେଶ୍ଚିନ୍ ଆପଣଙ୍କ ଦିମାଗରେ ଆସୁଥିବ। ଯେତେବେଳେ ଆମମାନଙ୍କୁ ଥଣ୍ଡା ଜ୍ୱର ହୁଏ କିମ୍ବା କୌଣସି ପ୍ରକାରର ରୋଗ ହୁଏ, ଆମେ ପ୍ରଥମେ ମେଡିକାଲକୁ ଯାଇଥାଉ। କାହିଁକି ନା ଆମେ ଜାଣିଛେ ଡକ୍ଟରଙ୍କ ପରାମର୍ଶରେ ଯେଉଁ ମେଡିସିନ କିମ୍ବା ଇଞ୍ଜେକ୍ସନ ଔଷଧ ଯାହା ଲାଗିବ ଏବଂ ଆମ ରୋଗକୁ ପ୍ରତିରୋଧ କରିବା ପାଇଁ ଯେଉଁ ମେଡିସିନ ଦେବେ, ସେଥିରେ ଆମ ଦେହ ଭଲ ହୋଇଯିବ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ଖ୍ରୀଷ୍ଟିଆନ ମାନେ ସେମାନେ ଗରିବ ଆଦିବାସୀ ଲୋକମାନଙ୍କୁ ଟାର୍ଗେଟ କରିଥାନ୍ତି। ଯେଉଁ ଅଞ୍ଚଳରେ ଭଲ ଶିକ୍ଷାଗତ ଯୋଗ୍ୟତା ନଥାଏ ବା ଏଜୁକେସନ ସିଷ୍ଟମ ଷ୍ଟ୍ରଙ୍ଗ ନଥାଏ, ଆଉ ଯେଉଁମାନେ ଗରିବ ଶ୍ରେଣୀର, ଯେଉଁମାନେ କମ୍ ପାଠ ପଢ଼ିଥାନ୍ତି, ଯାହାର କମ୍ ଇନକମ୍ ଥାଏ, ସେମାନଙ୍କ ଉପରେ ଏହି ଲୋକମାନେ ନଜର ପକାଇଥାନ୍ତି। ଆଉ ଯେତେବେଳେ ସେହି ଲୋକମାନେ ଅସୁସ୍ଥ ହୋଇଯାଆନ୍ତି ବା ତାଙ୍କର ଦେହ ଖରାପ ହୋଇଯାଏ, ସେହି ଟାଇମର ସଦୁପଯୋଗ କରିଥାନ୍ତି କିଛି ନିର୍ଦ୍ଦିଷ୍ଟ ଖ୍ରୀଷ୍ଟିଆନ ମାନେ, ଆଉ ଯେଉଁମାନେ ଧର୍ମ ନାଁରେ ଧନ୍ଦା କରନ୍ତି। ଆଉ ସେଇ ଗରିବ ଆଦିବାସୀ କମ ଶିକ୍ଷିତ ମଣିଷ ପାଖରେ ଏମାନେ ପହଞ୍ଚି ସେମାନଙ୍କୁ ପ୍ରଥମେ ବିଶ୍ୱାସ ଦିଅନ୍ତି ଯେ ତମେ ଯୀଶୁଙ୍କର ଶରଣାପନ୍ନ ହୁଅ, ତାପରେ ତମ ଦେହ ସୁସ୍ଥ ହୋଇଯିବ। ଏମିତି ଅନେକ ପ୍ରକାର ମୋଟିଭେସନ କରି ସେମାନେ ହିନ୍ଦୁକୁ ଖ୍ରୀଷ୍ଟିଆନରେ କନଭର୍ଟ କରନ୍ତି। ଆଉ ସେଇ ଟାଇମରେ ଯେଉଁ ରୋଗ ହୋଇଥାଏ ସେମାନଙ୍କୁ ଯୀଶୁଙ୍କର ପାଦୁକା ବାହାନରେ ମେଡିସିନ ମିଶାଇକି ସେମାନଙ୍କୁ ପିଆଇବା ପାଇଁ ଦେଇଥାନ୍ତି। ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯେଉଁ ଖ୍ରୀଷ୍ଟିଆନ ମାନେ ହିନ୍ଦୁ ମାନଙ୍କୁ କନଭର୍ଟ କରୁଛନ୍ତି ବା ଧର୍ମାନ୍ତୀକରଣ କରୁଛନ୍ତି ଖ୍ରୀଷ୍ଟିଆନରେ, ସେମାନଙ୍କର ଫାଇଦା କ'ଣ? ଜଣେ ପାଷ୍ଟରଙ୍କର ଇନକମ୍ କ'ଣ? ମୋ ଲାଇଫ ଦ୍ୱାରା ଯେଉଁମାନେ ପ୍ରଭାବିତ ହେଇକି ବିଶ୍ୱାସ କରେ, ସେମାନେ ତାଙ୍କର ଯେତିକି ଇନକମ୍ କରେ ବିବ୍ଲିକାଲି ବାଇବେଲ ଅନୁସାରେ ସେମାନେ ତାଙ୍କର ଇନକମ୍ର 10% ଆପଣଙ୍କୁ ଦାନ କରେ, ମୋତେ ଦାନ କରେ। ଇଏ ତ ସିଧାସଳଖ ମୁଁ କହିଦଉଛି, ସେମାନଙ୍କର ଫାଇଦା ହେଉଛି ଧର୍ମ ନାଁରେ ଧନ୍ଦା। ଯେଉଁ ନ୍ୟୁଜ ରୁମରେ ତପି ମିଶ୍ର କ୍ୱେଶ୍ଚିନ୍ କରିଥିଲେ ଜଣେ ପାଷ୍ଟରଙ୍କର ଇନକମ୍ କେତେ, ଆଉ ସେଠି ସେଇ ପାଷ୍ଟର ଜଣକ ଉତ୍ତର ରଖିଥିଲେ, ଯେଉଁ ହିନ୍ଦୁମାନଙ୍କୁ ଏମାନେ ଖ୍ରୀଷ୍ଟିଆନରେ ଧର୍ମ ପରିବର୍ତ୍ତନ କରିଛନ୍ତି, ସେମାନେ ଯେତେ ଟଙ୍କା ଇନକମ୍ କରିବେ ତାଙ୍କର ଇନକମ୍ର 10% ଏମାନେ ନେବେ। ମାନେ ଏଥିରେ ଆପଣ ବୁଝିପାରୁଥିବେ ଏହା ଧର୍ମ ନାଁରେ ଧନ୍ଦା ଚାଲିଛି। ଯେଉଁଠି ଗାଁ ଗହଳିରେ ସାଧାରଣ ଲୋକଟିଏ, ଗାଁ ମହିଳା ସଂଘ କଥା ଯଦି ଆମେ କହିବା, 100କୁ ଟଙ୍କାଟା ସୁଧରେ ବି ନେଲେ ସେମାନଙ୍କୁ ବାଧୁଛି। କିନ୍ତୁ ଏଠି ଜଣେ ଖ୍ରୀଷ୍ଟିଆନ ଲୋକ ହିନ୍ଦୁ ଲୋକକୁ ଧର୍ମାନ୍ତୀକରଣ କରିକି ଖ୍ରୀଷ୍ଟିଆନରେ ପରିବର୍ତ୍ତନ କରିସାରିଲା ପରେ ତାର ଇନକମ୍ର 10% ନେଉଛି। 100 ଟଙ୍କା ଯଦି ସେ ରୋଜଗାର କରେ, ତାହେଲେ 10 ଟଙ୍କା ସେ ପାଷ୍ଟରକୁ ଦେବ। ଏହାକୁ ଗୋଟେ ପ୍ରକାରର ଧନ୍ଦା କହିପାରିବେ, ଏହାକୁ ଗୋଟେ ପ୍ରକାରର ବିଜନେସ୍ କହିପାରିବେ। ଆଉ ଏହି ଲୋକମାନେ ଆଦିବାସୀ
ଗରିବ ଲୋକ ଯେଉଁ ଅଞ୍ଚଳରେ ଏଜୁକେସନ ସିଷ୍ଟମ ଷ୍ଟ୍ରଙ୍ଗ ନାହିଁ, ଯେଉଁ ଅଞ୍ଚଳରେ ଗରିବ ଲୋକ ଭଲ ଭାବରେ ଖାଇବା ପାଇଁ ଦୁଇ ମୁଠା ପାଉନାହାନ୍ତି, ସେମାନଙ୍କୁ ଏହି ଖ୍ରୀଷ୍ଟିଆନ ଲୋକମାନେ ଟାର୍ଗେଟ କରୁଛନ୍ତି ଧର୍ମ ପରିବର୍ତ୍ତନ କରିବା ପାଇଁ, ଯାହାଫଳରେ ଏମାନଙ୍କୁ 10% ମିଳିବ। ଆପଣମାନେ କମେଣ୍ଟ ସେକ୍ସନରେ ନିହାତି ଜଣାଇବେ ଏହା ଧର୍ମ ନାଁରେ ଧନ୍ଦା ଚାଲିଛି ନା ଧର୍ମ ନାଁରେ ନ୍ୟାୟ ଚାଲିଛି। ମୁଁ କୌଣସି ଧର୍ମକୁ ନେଇକି ବିତର୍କ କରିବା ପାଇଁ ଚାହୁଁନାହିଁ, କିନ୍ତୁ ମୋ ପ୍ରଶ୍ନ, ଏମାନେ କ'ଣ ପାଇଁ ଖ୍ରୀଷ୍ଟିଆନ ମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି? ଗରିବ ଶ୍ରେଣୀର ଲୋକ, କମ୍ ଶିକ୍ଷିତ ଲୋକମାନଙ୍କୁ ଏହି ଲୋକମାନେ ଟାର୍ଗେଟ କରୁଛନ୍ତି ଆଉ ସେମାନଙ୍କର ଧର୍ମକୁ ପରିବର୍ତ୍ତନ କରୁଛନ୍ତି। ଏଥିରେ ଆପଣମାନଙ୍କର ମତାମତ କ'ଣ? କମେଣ୍ଟ ସେକ୍ସନରେ ନିହାତି ଜଣାଇବେ।